ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଆସୁନ୍ ଆମେ ଜାନ୍ମା ଏଇ ଖରାଟିଆ ଯେନ୍ ଡାଲୁଆ ଧାନ ଲାଗି ଯେନ୍ ପଲ୍ହାମାନେ ପକା ହେଇଛି ସେ ପଲ୍ହା କାଁ ହେଲେ ବଢ଼ି ନି ପାରୁଛି ଆଉ ସେଟା ମାସେ ଉପରେ ହେଇଗଲାନ ବୋଲେ ବେଶୀ ଦିନ ହେଇଗଲାନ ସେ ତେହିଁ ବି ବଢ଼ି ନି ପାର୍ବାର୍। ତାର ମୁଖ୍ୟ କାରଣ କିନ୍ଟା ଆମେ କାଣା ଉପଯୋଗ କଲେ ଏଇଥାନେ ଠିକ୍ ସେ ବଢ଼ି ପାର୍ବା ପଲ୍ହାଟା ଠିକ୍ ଟାଇମ୍ରେ ଆମେ ହେଇପାର୍ବା। ଆସୁନ୍ ଆଜି ସେ ବିଷୟରେ ଆମେ ଆଲୋଚନା କର୍ମା। ଜୟ ଜଗନ୍ନାଥ ଚାଷୀ ଭାଇମାନେ ପୁଣି ଥରେ ଆମର ଗୋଟେ ନୂଆ ଭିଡ଼ିଓ ସ୍ୱାଗତ। ଆଉ ଯେନ୍ଟା ଭାଇ କହୁଥିଲେ ଖରାଟିଆ ଡାଲୁଆରେ ଧାନ ପଲ୍ହା ମାନେ ବଢ଼ି ନି ପାର୍ବାର୍ ପକାବାର୍ ବହୁତ ଦିନ ହେଇଗଲାନ 25-30 ଦିନ ହେଇଗଲାନ ହେଲେ ବି ସେ ପଲ୍ହା ରୋଇବାର୍ ଅବସ୍ଥାକେ ନି ଫିର୍ବାର୍ ଟୋଟାଲି। ଯେନ୍ଟାକି ଆମର ଦେଖମା ବର୍ଷା ମାସେ ଯଦି ଆମେ ଅଛାଡ଼ମା ତ 22-25 ଦିନେ ପଲ୍ହାଟା ପ୍ରସ୍ତୁତ ହେଇଯାଏସି, ଜଗାବାର୍ ଲେଭେଲ୍ର ହେଇଯାଏସି। କିନ୍ତୁ ଖରା ମାସେ ଯେନ୍ଟାକି ଆମର ପଲ୍ହା ପକା ହଉଛେ ସେ ଧାନଟା ବଢ଼ି ନି ପାର୍ବାର୍, ଠିକ୍ ଟାଇମ୍ରେ ପ୍ରସ୍ତୁତ ହେଇନି ପାର୍ବାର୍ ପଲ୍ହାଟା, ସେ ବିଷୟରେ ଆମେ ବିଶେଷ ଆଲୋଚନା କର୍ମା। ଦେଖୁନ୍ ଖରାଟା ହଉଛେ କି ଏବେ ଦେଖୁନ୍ ଶୀତଟା ବହୁତ ମାତ୍ରାରେ ରହିଯାଉଛେ ଯେନ୍ଥିର୍ ଲାଗି କି ମାଟିର୍ ଉତ୍ତାପ ବିଲକୁଲ୍ ନାଇଁନ, ମାନେ ସେଥିର୍ ଲାଗି ସେଟା ହଉଛେ ମୁଖ୍ୟ କାରଣ। ଯଦି ଶୀତଟା ଟିକେ କମ୍ ମାତ୍ରାରେ ହେଇଥିଲେ ଧାନ ଗଛ ମାନେ ବେଶୀ ଭଲସେ ବଢ଼ି ପାର୍ସି, ଯେନ୍ଟାକି ଆମେ ଦେଖ୍ମା ଓସିଡ଼ିଆ ମାଟିର୍ ଉତ୍ତାପ ଠିକ୍ ରହେସି, ସେଥିର୍ଲାଗି ଧାନ ଗଛ ମାନେ ଶୀଘ୍ର ବଢ଼ି ଯାଏସି। ଆଉ ସେଟା ହେଲା ମୁଖ୍ୟ କାରଣ ଯେ ମାନେ ପ୍ରବଳ ଶୀତ, ହାଡ଼ଭଙ୍ଗା ଶୀତ ହଉଛେ ବର୍ତ୍ତମାନ ଯେନ୍ଟା ଦେଖୁଥିବେ। ପ୍ରବଳ ଶୀତ ହେବାର୍ ଯୋଗୁଁ ମାଟିର ଉତ୍ତାପ ବିଲକୁଲ୍ ନାଇଁନ, ଆଉ ସେ ପାଣି ବି ବାନ୍ଧି ଦଉଛନ୍ ଚାଷୀ ଭାଇମାନେ ଯେନ୍ଥିରେ ଆଉ ଟିକେ ଥଣ୍ଡା ହେଇଯାଉଛେ। ଆଉ ଦେଖୁନ୍ ସେ ଭଲିଆ ଭୁଲ୍ ନି କରୁନ୍, ମାନେ ପାଣି ବେଶୀ ଜମବାକେ ନାଇ ଦଉନ୍, ପାଣି କମ୍ ମାତ୍ରାରେ ରଖୁନ୍। ଆଉ ଗୋଟେ ନେକ୍ସଟ୍ ଆମେ ଆଲୋଚନା କର୍ମା ସାରର ପ୍ରୟୋଗ। ସାର ମାରି ଦଉଛେଁ କିନ୍ତୁ ଥଣ୍ଡା ଥିଲା ଟାଇମ୍ରେ ସକାଲ୍ ଯାଇକିରି ଆମେ ବିଲରେ ସାର ପ୍ରୟୋଗ କରି ଦଉଛେଁ, ଯେନ୍ଥିର୍ କାରଣ ଲାଗି ଆମର ଗଛମାନେ ସେ ସାର ଖାଇ ନାଇ ପାର୍ବାର୍। ଖାଇ ନାଇ ପାର୍ଲେ ଗଛ ବୃଦ୍ଧି ନାଇ ହୁଏ, ସେଟା ମୁଖ୍ୟ ଆଉ ଗୋଟେ କାରଣ। ଆଉ ଯେତେବେଳେ ବି ଆପଣ ସାର ୟୁଜ୍ କରୁଛନ୍ ଖରା ଟିକେ ପାଉଥିବା ଦିପହରିଆ ମାରୁନ୍ କିଛି ଅସୁବିଧା ନାହିଁ, କିନ୍ତୁ ମାଟି ଟିକେ ଗରମ୍ ଥାଉ, ଟିକେ ଗରମ୍ ଥିଲେ ବି ଆପଣ ଯଦି ସାର ଦେବେ ତାହେଲେ ଆପଣ ଗଛଟା ଭଲସେ ଖାଦ୍ୟ ଗ୍ରହଣ କରିକିରି ତାର ଗଛଟା ବଢ଼ି ପାର୍ବା। ପ୍ରବଳ ଶୀତ ହେବାର୍ ଯୋଗୁଁ ବି ଆଉ ଗୋଟେ ସେ ନୂଆ ରୋଗ ଦିଶୁଛେ, ଦେଖୁନ୍ ଆମର ଧାନ ପତ୍ର ଲାଲ୍ ହେଇଯାଉଛେ ଗୋଟେ ଜାଗାରେ, ସେଟା ଗୋଟେ ମୁଖ୍ୟ କାରଣ ଧାନ ଗଛ ଉଠି ନି ପାର୍ବାର୍। ଆଉ ତାର ଯଦି ଆମେ ତାହାକେ ଭାବୁଛେ ଆମେ କି ସେଟା ସାରର ଅଭାବ ବୋଲିକିରି, କିନ୍ତୁ ସାରର ଅଭାବ ନାଇଁ, ସେ ପ୍ରବଳ ଶୀତ ଲାଗି ହଉଛେ। ଆଉ ସେ ଭଲିଆ ହେଲେ ମାନେ ପହେଲା ତାହାକେ ଉପଚାର କରୁନ୍, ତାପରେ ଆପଣ ମାନେ ସାର ଦଉନ୍। କଲର୍ ନାଇଁ ଆସେ ଆର୍ ଟିକେ ଲାଲ୍ ହେଇବାର ସମ୍ଭାବନା ରହିଥିସି। ଆଉ ଇହାଦେ ବିଭିନ୍ନ ପ୍ରକାର ମେଡ଼ିସିନ୍ ରହୁଛେ ଯେନ୍ଟାକି ଗଛ୍ ବଢ଼ବାର୍ ଲାଗି, ଧାନ ପଲ୍ହା ବଢ଼ବାର୍ ଲାଗି। ଆପଣ ବି ସେ ଭଲିଆ ଜିନିଷ ୟୁଜ୍ କରୁନ୍। ଆଉ ଆମର୍ ପାଖରେ ବି ଯେନ୍ଟା ଗୁଟେ ଅଛେ ଦେଖୁନ୍, ଟାଟାର ଉପହାର ବୋଲି ଗୁଟେ ଆସିଛେ, ଇଟା ଗୁଟେ ଡୋଲ୍ ହେବା, ଆଉ ଇଟା ବି ୟୁଜ୍ କରୁନ୍ ଆପଣମାନେ ନିହାତି ଭାବରେ ସକ୍ସେସ୍ ହେବେ ପଲ୍ହା ବଢ଼ବାର୍ ଲାଗି। ଆଉ ଗୁଟେ ଆମର୍ ପାଖେ ଅଛେ ଦେଖୁନ୍ ରିଭୋଜିମ୍ ବୋଲିକିରି ପରଫେକ୍ଟ କମ୍ପାନୀ ବ୍ୟାଟ୍ରିଜଲ୍ ଆସିଛେ, ଆଉ ଇଟା ବି ଆପଣମାନେ ୟୁଜ୍ କରି ଦେଖୁନ୍। ଯଦି ପଲ୍ହା ଆପଣଙ୍କର ନାଇଁ ବଢ଼ୁଛେ ତାହେଲେ ଇଟା ମାରି ଦେଖୁନ୍, ଆପଣ ନିହାତି ଭାବରେ ଆପଣ ସକ୍ସେସ୍ ହେଇପାର୍ବେ। ଏବେ ଯେନ୍ କଥା ହେଲା ଆମେ ଶୀତ ଦିନିଆ ପଲ୍ହାକେ ଆମେ କେନ୍ତା ହିସାବେ ଏଇଟା କେନ୍ତା କାଣା ୟୁଜ୍ କର୍ମା, କେନ୍ତା କାଣା ବ୍ୟବହାର କର୍ମା ପଲ୍ହା ନି ବଢ଼ବାର୍ ଜାଗାରେ, ସେ ବିଷୟରେ ତ ଏଛେନ୍ ଆପଣ ଶୁଣ୍ଲେ। ନିହାତି ଆପଣ ଏ ବିଷୟରେ ଜାଣିପାରିଲେ ବୋଲି ଆମେ ଆଶା କରୁଛୁଁ। ଆଉ ଆପଣ ନିହାତି ଏନ୍ତା ସବୁ ଭିଡ଼ିଓ ଦେଖ୍ବାର୍ ଲାଗି ହେଲେ ସବୁବେଲେ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଆମ ଭିଡ଼ିଓକେ ଲାଇକ୍ କରୁନ୍, ଆଉ କମେଣ୍ଟ ମାଧ୍ୟମରେ ଆପଣ ନିହାତି ଭାବେ ଆମକୁ ଜଣାଉନ୍ ଆପଣଙ୍କ ମତାମତ। ଧନ୍ୟବାଦ।